ଆଜିର କ୍ଲାସରେ ତୁମ ସମସ୍ତଙ୍କୁ ସ୍ୱାଗତ। ତ ଆଜି ଆମେ ପଢ଼ିବା ଶବ୍ଦ ଗଠନ। ଶବ୍ଦ କାହାକୁ କୁହାଯାଏ? ଶବ୍ଦ ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାହାକୁ ଶବ୍ଦ କହନ୍ତି। ତ ଏଠି ଲେଖା ହେଇଛି, କ'ଣ ଲେଖା ହେଇଛି? ଗୋଟେ କିମ୍ବା ଯଦି ଦୁଇଟା ବର୍ଣ୍ଣ ଯଦି ମିଶିକି ଯଦି କୌଣସି ଅର୍ଥ ପ୍ରକାଶ କରେ ତାହେଲେ ତାକୁ ଆମେ କ'ଣ କହିବା? ଶବ୍ଦ ବୋଲିକି କହିବା। କ'ଣ କହିବା? ଶବ୍ଦ। ଆଉ ବର୍ଣ୍ଣର ଅର୍ଥ ତ ଆମେ କାଲି ପଢ଼ିଛେ, ଯେମିତିକି ବର୍ଣ୍ଣ ଧ୍ୱନିମାନଙ୍କର ଯେଉଁ ଲିଖିତ ରୂପକୁ ଆମେ କ'ଣ କହିବା? ବର୍ଣ୍ଣ ବୋଲିକି କହିବା। ଯେମିତିକି ଏଠି ଦିଆଯାଇଛି କ'ଣ, ଏବେ ଯେମିତିକି ନଗର, ତାପରେ ସରବତ, ଅନବରତ, ଏଗୁଡ଼ାକ ଆମର କ'ଣ ଲେଖା ହେଇଛି? ଏଗୁଡ଼ାକ ଗୋଟେ କ'ଣ ଶବ୍ଦ। ମାନେ ଦେଖ, ନ ଗୋଟେ ବର୍ଣ୍ଣ, ଗ ଗୋଟେ ବର୍ଣ୍ଣ, ର ଗୋଟେ ବର୍ଣ୍ଣ, ଯେମିତିକି ଅନବରତରେ ଅ ଗୋଟେ ବର୍ଣ୍ଣ, ନ ଗୋଟେ ବର୍ଣ୍ଣ, ବ ଗୋଟେ ବର୍ଣ୍ଣ, ର ଗୋଟେ ବର୍ଣ୍ଣ, ତ ଗୋଟେ ବର୍ଣ୍ଣ। ତ ଏ ସମସ୍ତ ବର୍ଣ୍ଣ ଯେମିତିକି ମିଶିକି ଗୋଟେ ଶବ୍ଦ ହେଇଛି, ଠିକ୍ ସେମିତି ଆମର କ'ଣ ଶବ୍ଦକୁ ମଧ୍ୟ ତାର ବିଭିନ୍ନ ଭାଗରେ ଭାଗ କରାଯାଇଛି। ଯେମିତିକି ଶବ୍ଦର ପ୍ରକାର ଭେଦ। ଶବ୍ଦକୁ ଦେଖ, ତତ୍ସମ, ତଦ୍ଭବ, ଦେଶଜ ଓ ବୈଦେଶିକ ଚାରି ଭାଗରେ କ'ଣ କରାଯାଇଛି? ଆମର ଯେଉଁ ଶବ୍ଦକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ତତ୍ସମ, ଆଉ ଗୋଟେ ହେଉଛି ତଦ୍ଭବ, ଆଉ ଗୋଟେ ହେଉଛି ଦେଶଜ, ବୈଦେଶିକ। ତ ଏସବୁ ବିଷୟରେ ଆମେ ଗୋଟେ ଗୋଟେ ଆଲୋଚନା କରିବା। ତ ପ୍ରଥମେ ଆଲୋଚନା କରିବା ଆମେ କ'ଣ? ତତ୍ସମ। ତତ୍ସମର ଅର୍ଥ ଏଠି ଲେଖାଯାଇଛି ତତ୍ ଓ ସମ, ଏ ଦୁଇଟି ଶବ୍ଦ ମିଶ୍ରଣରେ ତତ୍ସମ ଶବ୍ଦ ଗଠିତ ହୋଇଛି। ତ ଏଠି କ'ଣ ଲେଖା ହେଇଛି? ତତ୍ ଓ ସମ, ଏ ଦୁଇ ଶବ୍ଦର ମିଶ୍ରଣରେ ହିଁ ଆମର କ'ଣ ତତ୍ସମ ଶବ୍ଦଟି ଗଠନ ହେଇଛି। ତ ଏହାର ଅର୍ଥ ହେଉଛି କ'ଣ? ତାହା ସହିତ ସମାନ। ମାନେ କାହା ସହିତ ସମାନ? ସଂସ୍କୃତ ଭାଷା ସହିତ ସମାନ। ଯେଉଁ ତତ୍ସମ ଶବ୍ଦ କହିଲେ ଆମେ କ'ଣ, ଯେଉଁ ଶବ୍ଦ ସଂସ୍କୃତ ଭାଷା ସହିତ ଯେଉଁ ସମାନ ତାହାକୁ ଆମେ କ'ଣ କହିବା? ତତ୍ସମ ଶବ୍ଦ ବୋଲିକି କହିବା। ଯେମିତିକି ତାର ଉଦାହରଣ ଗୁଡ଼ିକ ଦିଆହେଇଛି, ଯେମିତିକି ନଦୀ, ଆକାଶ, ତାପରେ ଆଚାର୍ଯ୍ୟ, ସଂସାର, ପର୍ବତ, ତାପରେ ଅଙ୍କ। ତ ଏଗୁଡ଼ାକ ଗୋଟେ କ'ଣ ତତ୍ସମ ଶବ୍ଦ। ତାପରେ ଦେଖିବା ଆମେ କ'ଣ ତଦ୍ଭବ ଶବ୍ଦ। କ'ଣ ତଦ୍ଭବ ଶବ୍ଦ? ତଦ୍ଭବର ଅର୍ଥ କ'ଣ ଲେଖା ହେଇଛି? ମାନେ ଓଡ଼ିଆ ଭାଷାରେ କେତେକ ଶବ୍ଦ ସଂସ୍କୃତ ଶବ୍ଦମାନଙ୍କରୁ ଜାତ ହେଉଛି। ତ ଦେଖ, ଯେଉଁଟା ସଂସ୍କୃତ ଭାଷା ବା ସଂସ୍କୃତ ଶବ୍ଦରୁ ଯେଉଁଟା ଆମର ଜାତ ହୋଇଛି ତାହାକୁ ଆମେ ତଦ୍ଭବ ବୋଲି କହିବା। ଯେମିତିକି ତାର ଉଦାହରଣ, ଯେମିତିକି ତୁମର ନଦୀଟା ଯେମିତି ନଈ ହେଇଛି, ତାପରେ ଯେମିତିକି କୂପର ଯେମିତିକି କୂଅ, ତାପରେ ହସ୍ତୀ ହାତୀ, ତାପରେ ଗାଭୀ ଗାଈ, ତାପରେ ଗର୍ଦ୍ଧବକୁ ଯେମିତି ଗଧ, ତାପରେ ଘୋଟକକୁ ଯେମିତି ଘୋଡ଼ା, ଭୂମି ଯେମିତି ଭୂଇଁ। ତ ଏଇ ଯେଉଁଗୁଡ଼ାକ ତୁମର ନଈ ହେଲା, କୂଅ ହେଲା, ହାତୀ ହେଲା, ଘିଅ ହେଲା, ଗାଈ ହେଲା, ଗଧ ହେଲା, ଘୋଡ଼ା, ଭୂଇଁ। ତ ଏଗୁଡ଼ାକ ତୁମର କ'ଣ ତଦ୍ଭବ ଶବ୍ଦ। ତାପରେ ଆମେ ଦେଖିବା କ'ଣ ଦେଶଜ ଶବ୍ଦ। ତ ଦେଶଜ ଶବ୍ଦର ଅର୍ଥ କ'ଣ? ତ ଦେଖ, ଏଠି କ'ଣ ଲେଖାଯାଇଛି? ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦର ବିବିଧ ସ୍ତର ରହିଛି। ତ ତାର ବିଭିନ୍ନ ପ୍ରକାର ସ୍ତର ରହିଛି, ଯେମିତିକି ତୁମର ଆଦିବାସୀ ଭାଷା, ତାପରେ ଦ୍ରାବିଡ଼ ଭାଷା, ତାପରେ ଆମର କ'ଣ ପୂର୍ଣ୍ଣ ମାତ୍ରାରେ ଓଡ଼ିଆ ଜନସାଧାରଣଙ୍କ ମୁଖରୁ ଯେଉଁ ଉଦ୍ଭବ ଭାଷା। ତ ଏଗୁଡ଼ାକ ଆମର କ'ଣ ତୁମର ଦେଶଜ ଶବ୍ଦ। ତ ଯେମିତିକି ତୁମର ଆଦିବାସୀ, ତୁମର ଯେମିତି ଦ୍ରାବିଡ଼ ଶବ୍ଦ, ଯେମିତିକି ଅଡ଼ା, ଆରିସା, ଇଣ୍ଡୁରି, ଅଗାଡ଼ି। ତାପରେ ଆଦିବାସୀ ଶବ୍ଦ ହେଉଛି କ'ଣ ଅଟେଇ, ଅରମା, ତାପରେ ଆଣ୍ଠୁ ପ୍ରଭୃତି। ଆଉ ଯେଉଁ ଓଡ଼ିଶା ଜନସାଧାରଣଙ୍କ ମୁଖରୁ ଯେଉଁଟା ସୃଷ୍ଟି ହେଇଛି, ଯେମିତିକି ତୁମର ଢିଙ୍କି, ଛାଞ୍ଚୁଣି, ଅଖାଡ଼ୁଆ, ଜନ୍ଦାଲ, ତାପରେ ଠେକାରୀ, ଏଗୁଡ଼ାକ ତୁମର କ'ଣ ଦେଶଜ ଶବ୍ଦ। ତାପରେ ଦେଖ ବୈଦେଶିକ ଶବ୍ଦ, ମାନେ ବିଦେଶରୁ ଯେଉଁ ଶବ୍ଦ ଗୁଡ଼ାକ ଆସିକି ଆମ ଯେମିତି ଓଡ଼ିଆ ଭାଷାରେ ଯେମିତି ରହିଯାଇଛି, ତ ସେଗୁଡ଼ାକ ଆମେ କ'ଣ କହିବା? ବୈଦେଶିକ ଶବ୍ଦ। ଯେମିତିକି ପର୍ତ୍ତୁଗୀଜରୁ ଯେମିତିକି ଗିର୍ଜା, ପାଦ୍ରୀ, ଜାବନିକରୁ ଯେମିତିକି ଅକଲ, ଅଦାଲତ, ଆଇନ, ଇସ୍ତଫା, ଓକିଲ, ତାପରେ ନଗଦ, ଏଗୁଡ଼ାକ ଯେମିତିକି ତହସିଲଦାର। ତ ଏଗୁଡ଼ାକ ହେଉଛି କ'ଣ ଜାବନିକ ଶବ୍ଦ। ତାପରେ ଆସିଲା କ'ଣ ପାରସିକ ଶବ୍ଦ। ପାରସିକ ଶବ୍ଦ ଯେମିତିକି ଅଙ୍ଗୁର, ତାପରେ ଯେମିତିକି ଖଜଣା, କରଜ, ଚଷମା। ତ ଏଗୁଡ଼ାକ ହେଉଛି କ'ଣ ତୁମର ପାରସିକ ଶବ୍ଦ। ତାପରେ ଆସିଲା ତୁର୍କୀ ଶବ୍ଦ। ତୁର୍କୀ ଶବ୍ଦ ମାନେ କ'ଣ? ଯେଉଁଗୁଡ଼ା ଗାଲିଚା, ବନ୍ଧୁକ, ବାରୁଦ, ତାପରେ ତୋପ, ଏଗୁଡ଼ାକ ତୁମର କ'ଣ ତୁର୍କୀ। ଇଂରାଜୀ ଶବ୍ଦ ଯେମିତିକି ଟିକେଟ୍, ବେଞ୍ଚ, ଟେବୁଲ, ଏଗୁଡ଼ାକ ହେଉଛି ତୁମର କ'ଣ ପେନ୍, ଇଞ୍ଜିନ୍, କଲେଜ, ଏଗୁଡ଼ାକ ହେଉଛି ତୁମର କ'ଣ ଇଂରାଜୀ ଶବ୍ଦ। ଠିକ୍ ସେମିତି ଆମେ ଆଲୋଚନା କରିବା କ'ଣ ଶବ୍ଦର ରୂପ। କ'ଣ ଶବ୍ଦର ରୂପ?
तो शब्दर रूप को आम कौन गोटे हूँ तुम क्या मौलिक शब्द आ गोटे हूँ व्युत्पन्न शब्द। तो मौलिक शब्द क्या कहुए तो देख मौलिक शब्द जो शब्दर कौन उपाय गोटे हेले भी वर्ण काटी हुए ना अर्थात गोटे वर्ण काटिदेले तार अंग हानि होगा संगे संगे अर्थ प्रकाशर क्षमता लोप पाए ताहाकू मौलिक शब्द कहती। माने एठी आम कौन बुझा तो जेकोसी शब्द रू भी जदि आम तार गोटे वर्ण को जदि काटिदेबा तार अर्थ प्रकाश कर तार क्षमता हरइब। जमीक गछ अच्छी तापर गचर जदि आम छ वर्णटी को जदि काटिदेबा ताल तार कौन हम ग ही रही बही एगुड़ाकर जब गोटे गोटे वर्ण जब आम काटिदेबा ताहले तार किसी कौन हम अर्थ प्रकाश करना। ठीक सेमती व्युत्पन्न शब्द कौन जोटा कि तुम रही कौन मूल शब्द पूर्वर बा परे आउ एक रूप बा प्रत्यय बा शब्द संयोग कर नूतन शब्द गठन करागले ताहाकू व्युत्पन्न शब्द कहुए। मूल शब्द तार पूर्वर कि परे जदि आम गोटे प्रत्यय किंबा शब्द जदि संयोग करके जदि एक नूतन शब्द जदि आम गठन करवा ताहाकू आम कौन कहवा व्युत्पन्न शब्द बोलिकी कहवा। जेमती कि घर युक्त उआ घरुआ प्रयुक्त ताप प्रताप तापरे पान युक्त रा पानरा तापरे तल युक्त उआ तलुआ पानी युक्त आ पानिया। तो एगुड़ाक हूँ कौन व्युत्पन्न शब्द। कौ शब्द व्युत्पन्न शब्द। तापर देखिबा आम तार उदाहरण गुड़ाक जमीक तो व्युत्पन्न शब्दर तो उदाहरण गुड़ाक तो देख ये लिखाई कौन आमर आरबिक शब्द भिडियो गुड़ाक तुम स्टॉप करके शब्द गुड़ाक लिखि नहीं पार। तापर आम कौन तमर देशज शब्द जो गुड़ाक एगुड़ा अझट अखाड़ुआ ओढ़ा अंठा तो एगुड़ाक आमर कौन देशज शब्द गुड़ाक। तापर आमर यहाँ तमर तद्भव शब्द कौ शब्द तद्भव शब्द जमीक अग्नि अगि अष्ट आठ एगुड़ाक हूँ आमर कौन तद्भव शब्द गुड़ाक। तापर यहाँ गुड़ाक है तुम तत्सम शब्द जो गुड़ाक रही अनल अनुभव अभिनय आक्रोश सूर्य पक्षी प्रभात सुख दुख निद्रा हस पर्वत एगुड़ाक हूँ कौन तत्सम शब्द। बर्तमान आम आलोचना करवा कौन वाक्य कौन वाक्य। तो वाक्य रही तो वाक्य क्या कहुए तो देख एक बा एकाधिक वर्ण मिलित हो मनर भाव को संपूर्ण रूपे प्रकाश कले ताहाको आम वाक्य बोली कहवा। तो ये कौन लिखाई एक बा एकाधिक वर्ण माने एक बा एकाधिक जदि पद कौन एक बा एकाधिक जदि पद मिलित होइकी जदि आमर जो मनर भाव रही तो मनर भाव को जदि से संपूर्ण रूपे प्रकाश करे ताहाको आम कौन कहवा वाक्य बोलिकी कहवा। जेमती आमर लिखा कौन अरुण काली गछरे चढ़ी आंब तोलिला। तो देख अरुण गोटे वाक्य गछरे गछरे चढ़ीरा गोटे पद तापर आंब तोली थिला यहाँ गोटे पद। तो प्रथम द्वितीय और तृतीय पद को जो संयोग करदेबा ताहले कौन हम अरुण काली गछरे चढ़ी आंब तोली माने अरुण काली गछ को चढ़ी से कौन करथिले आंब तोली माने ये वाक्यर संपूर्ण अर्थ हमको जना पड़ुछि। तो देख वाक्य आछि कौन गोटे हूँ तुम कौन गोटे आछि तुम योग्यता कौन योग्यता योग्यतार अर्थ कौन वाक्य व्यवहार कर जाउथिबा पद गुड़िकर पारस्परिक संबंध को कौन जो पारस्परिक जो संबंध रही तो से पारस्परिक संबंध को आम कौन कहवा योग्यता बोली कहवा। जमीक ये लिखाई कौन बालकटी उड़ुअछि के बालक उड़ी पार हाँ उड़ी पार कहीं एरोप्लेन रे बसिक उड़ी पार। छेली गीत गाउछि कौन छेली गीत गाउछि तो ये छेली के गीत गाई पार कि ना के गाई पार ना आ बालक भी केबे उड़ी पार ना है। आ गछटी पानी रे जलीगला बापरे तो गछटी पानी रे जलीगला तो गछ के पानी रे जली जबार तुम कौन शुणिच ना के देखीच। तो एगुड़ाक कौन तार एगुड़ा कौन तार योग्यता नुह माने पिलार योग्यता नुह कि से कौन तुमर उड़ीबा तापर छेली के तार योग्यता रही से के गीत गाइब। ठीक सेमती गछटी के जली पार पानी रे तो जली पारनी। ठीक सेमती तुम कौन बालकटी दौड़ू अच्छी हाँ एगुड़ाक तुम ठीक अच्छी जो बालकटी दौड़ू अच्छी दौड़ी पार। तापर
ସବିତା ଗୀତ ଗାଉଅଛି ତ ସେ ସବିତା ଗୀତ ଗାଇପାରିବ। ତାପରେ ଗଛଟି ନିଆଁରେ ପୋଡ଼ିଗଲା, ମାନେ ଏଇଟା ଠିକ୍ ଅଛି, ମାନେ ଗଛଟି ନିଆଁରେ କ'ଣ ହେଲା ତମର ପୋଡ଼ିଗଲା। ତାପରେ ଆମେ ଦେଖିବା କ'ଣ ଆକାଂକ୍ଷା, କ'ଣ ଦେଖିବା ଆକାଂକ୍ଷା। ତ ଆକାଂକ୍ଷା କ'ଣ, ଆକାଂକ୍ଷାର ଅର୍ଥ ଏଠି କ'ଣ ଲେଖାଯାଇଛି, ବାକ୍ୟରେ ବ୍ୟବହାର କରାଯାଉଥିବା ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦ ଗୁଡ଼ିକର ଅର୍ଥବୋଧକ ପାଇଁ ଅପେକ୍ଷା କରେ, ତାହାକୁ ଆକାଂକ୍ଷା କୁହାଯାଏ। ତ ଦେଖ ଅର୍ଥବୋଧକ ପାଇଁ ଯଦି ସେ କ'ଣ କରିବ, ଅପେକ୍ଷା କରିବ। ଗୋଟିଏ ପଦ ଅନ୍ୟ ପଦକୁ ଯଦି ଅର୍ଥବୋଧକ ପାଇଁ ଅପେକ୍ଷା କଲା, ତାହାକୁ ଆମେ କ'ଣ କହିବା, ଆକାଂକ୍ଷା ବୋଲି କହିବା। କ'ଣ କହିବା, ଆକାଂକ୍ଷା। ଯେମିତିକି ଲେଖା ହେଇଛି ମଦନ ସହିତ, ଏଇଟା କ'ଣ ବାକ୍ୟଟି କ'ଣ ସମ୍ପୂର୍ଣ୍ଣ ହେଇଛି, ବାକ୍ୟଟି ପୂର୍ଣ୍ଣ ହୋଇନି। ତ ରବିବାର ଦିନ ଚପଲା, ତ ଏଇ ବାକ୍ୟଟି କ'ଣ ସମ୍ପୂର୍ଣ୍ଣ ହେଲା ନା, ଏଇଟା ମଧ୍ୟ ଅଧା ରହିଛି। ଯେମିତିକି ସମ୍ପୂର୍ଣ୍ଣ କେତେବେଳେ ହେବ, ମଦନ ସହିତ ତାଙ୍କ ବାପା ଆସିବେ, ହଁ ଏଇଟା ମଦନ ସହିତ ତାଙ୍କ ବାପା ଆସିବେ, ଏଇଟା ହେଇଛି ତମର କ'ଣ ସମ୍ପୂର୍ଣ୍ଣ ବାକ୍ୟ ହେଇଛି। ତାପରେ ଯେମିତିକି ରବିବାର ଦିନ ଚପଲା ଭୁବନେଶ୍ୱର ଯିବ, ତ ରବିବାର ଦିନ କ'ଣ କରିବ, ତମର ଚପଲା ଭୁବନେଶ୍ୱର ଯିବ, ଏହା କ'ଣ ସମ୍ପୂର୍ଣ୍ଣ ବାକ୍ୟ। ତାପରେ ଦେଖିବା ଆମେ ଆସକ୍ତି, କ'ଣ ଆସକ୍ତି କହିଲେ କ'ଣ, ଆସକ୍ତି କହିଲେ ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସକ୍ତି। ଏହାଦ୍ୱାରା କାହା ପରେ କେଉଁ ପଦ ରହିଲେ ତାହା ବାକ୍ୟର ଭାବକୁ ସ୍ପଷ୍ଟ ଭାବେ ପ୍ରକାଶ କରିବା ତାହା ବୁଝାଯାଏ ଏବଂ ଆସକ୍ତିକୁ ମଧ୍ୟ ପଦ ବିନ୍ୟାସ କୁହାଯାଏ। ତ ଦେଖ କେଉଁ ପଦ ପରେ କେଉଁ ପଦ ରହିବ ବା ତାର ସ୍ପଷ୍ଟ ଅର୍ଥ ଆମକୁ କ'ଣ ଜଣାପଡ଼ିବ, ତାହାକୁ ଆମେ କ'ଣ କହିବା, ତାହାକୁ ଆମେ ଆସକ୍ତି ବୋଲି କହିବା। ଆଉ ଆସକ୍ତିକୁ କ'ଣ କୁହାଯାଏ, ଆସକ୍ତିକୁ ପଦ ବିନ୍ୟାସ ମଧ୍ୟ କୁହାଯାଏ। କ'ଣ କୁହାଯାଏ, ଆସକ୍ତିକୁ ପଦ ବିନ୍ୟାସ ମଧ୍ୟ କୁହାଯାଏ। ଯେମିତିକି ଦେଖ ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସିଦ୍ଧ। ତାରପରେ ଦେଖ ଉଭୟେ ମିଶି ଛବି ଓ ବନ୍ଦନା ଆଙ୍କିଛନ୍ତି ଚନ୍ଦନା। ତ ଦେଖ ଏ ଶବ୍ଦ ଗୁଡ଼ାକ ତମେ ଭଲ ଭାବରେ ଦେଖ। ଯେମିତିକି ଦେଖ ହେଲେ, ହୋଇ ହେଲେ, ପ୍ରାପ୍ତ, ତ ଏଗୁଡ଼ାକ ତମର ଠିକ୍, ଏଗୁଡ଼ାକୁ ଯଦି ଆମେ ସଜେଇକି ଯଦି ଲେଖିବା ତାହେଲେ ସେଇଟା କ'ଣ ହେବ, ଗୌତମ ତପସିଦ୍ଧ ହୋଇ ବୁଦ୍ଧତ୍ୱ ପ୍ରାପ୍ତ ହେଲେ। ତ ଏଗୁଡ଼ାକ ତମର କ'ଣ ଏଗୁଡ଼ାକ ଅସଜଡ଼ାରେ ଦେଇଛି, ତ ଏଗୁଡ଼ାକୁ ସଜେଇକି ଯେଉଁ ଆମେ ଲେଖିଲେ ଯେଉଁ ବାକ୍ୟ ବାହାରୁଛି, ତ ତାହା ହେଉଛି, ତାହା କ'ଣ ଆମକୁ ଗୋଟେ ଅର୍ଥ ବା ଗୋଟେ ଶବ୍ଦର ଭାବ ଆମକୁ କ'ଣ ପ୍ରକାଶ କରୁଛି। ତାପରେ ଏଠି ଦେଖ ଚନ୍ଦନ ଓ ବନ୍ଦନା ଉଭୟ ମିଶି ଏ ଛବି ଆଙ୍କିଛନ୍ତି। ତ ଚନ୍ଦନ ଆଉ ବନ୍ଦନା ଦୁଇ ଜଣ ମିଶିକି ସେ କ'ଣ କରିଛନ୍ତି, ଛବିକୁ ଆଙ୍କିଛନ୍ତି। ଏହା ଠିକ୍ ଅଛି, କିନ୍ତୁ ଏଠି କ'ଣ ଅଦଳ ବଦଳ ଆକାରରେ ଦିଆଯାଇଛି। ତାପରେ ଦେଖିବା କ'ଣ ବାକ୍ୟାଂଶ, କ'ଣ ଦେଖିବା ବାକ୍ୟାଂଶ। ବାକ୍ୟାଂଶ କାହାକୁ କୁହାଯାଏ, ବାକ୍ୟରେ ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତୋଟି ପଦ ସଂହତିକୁ ବାକ୍ୟାଂଶ କୁହାଯାଏ। ତ ଦେଖ ବାକ୍ୟରେ ବୁଝା ପଡ଼ୁଥିବା ନିର୍ଦ୍ଦିଷ୍ଟ ଅଂଶ ମାନେ କେଉଁ ଅଂଶ ଆମର ବାକ୍ୟରେ ଯେଉଁ ବୁଝା ପଡ଼ୁଛି ତାକୁ ଆମେ କ'ଣ ବାକ୍ୟାଂଶ ବୋଲିକି କହିବା। ଯେମିତିକି ହରିହରଙ୍କ କଥା ଶୁଣି ମା ଆଶ୍ଚର୍ଯ୍ୟ ହେଲେ, ଯେଉଁ ଆଶ୍ଚର୍ଯ୍ୟ ହେଲେ, ମା କ'ଣ କଲେ, ଆଶ୍ଚର୍ଯ୍ୟ ହେଲେ। ହରିହରଙ୍କ ଯେଉଁ କଥା ଶୁଣିକି ମା କ'ଣ ହେଲେ, ଆଶ୍ଚର୍ଯ୍ୟ ହେଲେ। ତ ଯେଉଁ ଆଶ୍ଚର୍ଯ୍ୟ ହେଲେ ଏଇଟା ଗୋଟେ କ'ଣ ତମର ବାକ୍ୟାଂଶର ଗୋଟେ ବୁଝା ପଡ଼ୁଥିବା ଗୋଟେ ଅଂଶ। ତାପରେ ଯେମିତିକି ଘଣ୍ଟା ବାଜିଲା ଅଥଚ ପିଲାମାନେ କ'ଣ ଶ୍ରେଣୀକୁ ଆସିଲେ ନାହିଁ। ତ ଏହା କ'ଣ ଶ୍ରେଣୀକୁ ଆସିଲେ ନାହିଁ, ଯେଉଁ ଏଇ ଯେଉଁ ପଦ ରହିଛି, ଏହା କ'ଣ ଏ ବାକ୍ୟର ଅର୍ଥକୁ କ'ଣ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁଛି। ମାନେ ଯଦି ଏହା ନଥିବ, ଶ୍ରେଣୀକୁ ଆସିଲେ ନାହିଁ, ତ ସେମାନେ ପିଲାମାନେ କୁଆଡ଼େ ଗଲେ, ଘଣ୍ଟା ବାଜିଲା ଅଥଚ ପିଲାମାନେ ସ୍କୁଲରେ ପହଞ୍ଚି ନଥିଲେ ନା ସେମାନେ ଘରରେ ଥିଲେ, ତ କିଛି ଜଣାପଡ଼ୁନି। ତ ଠିକ୍ ଯେମିତିକି ଶ୍ରେଣୀକୁ ଆସିଲେ ନାହିଁ, ତ ଏହା କ'ଣ କରୁଛି, ଏହି ବାକ୍ୟରେ କ'ଣ ଅର୍ଥକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁଛି। ତାପରେ ଦେଖିବା ଆମେ ଖଣ୍ଡବାକ୍ୟ। କେଉଁ ବାକ୍ୟ, ଖଣ୍ଡବାକ୍ୟ। ଖଣ୍ଡବାକ୍ୟର ଅର୍ଥ କ'ଣ, ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ ଖଣ୍ଡବାକ୍ୟ କୁହାଯାଏ। ତ ସମସ୍ତ ବାକ୍ୟର ଯେଉଁ ସମାପିକା କ୍ରିୟା ଯୁକ୍ତ ଅଂଶଟିକୁ ଆମେ କ'ଣ କହିବା, ଖଣ୍ଡବାକ୍ୟ ବୋଲିକି କହିବା। ଯେମିତିକି ଯେଉଁମାନେ ବୃଥାରେ ସମୟ କାଟନ୍ତି, କିଏ ପ୍ରଥମ ହେବ। ତ ଏଗୁଡ଼ାକ କ'ଣ, ଯେଉଁମାନେ ବୃଥାରେ ସମୟ କାଟନ୍ତି ସେମାନେ କ'ଣ ପରେ କ'ଣ କରନ୍ତି, ଅନୁତାପ କରନ୍ତି। ଠିକ୍ ସେମିତି କିଏ ପ୍ରଥମ ହେବ, ଏ ଜଣା ଅଛି କି, ନା ଜଣା ନାହିଁ। ମାନେ କିଏ ପ୍ରଥମ ହେବ, ରାମ ନା ଶ୍ୟାମ ନା ଗୋବିନ୍ଦ, କିଏ ପ୍ରଥମ ହେବ। ତ ଯେଉଁ ବାକ୍ୟ କ'ଣ ତମର ସମସ୍ତ ବାକ୍ୟ ମିଶିକି ଯଦି ସମାପିକା କ୍ରିୟାଯୁକ୍ତ ଅଂଶକୁ ଯଦି ଆମେ କ'ଣ କହିବା, ଖଣ୍ଡବାକ୍ୟ ବୋଲିକି କହିବା। ଅର୍ଥାତ୍ ଏଇଠି କ'ଣ ଲେଖା ଅଛି, ଦୁଇଟି ବାକ୍ୟରେ କର୍ତ୍ତା ଓ କ୍ରିୟା ଥାଇ ମଧ୍ୟ ଏହା ମନର ସମ୍ପୂର୍ଣ୍ଣ ରୂପେ ପ୍ରକାଶ କରୁନାହିଁ, ତେଣୁ ଉଦାହୃତ ବାକ୍ୟାଂଶକୁ ଖଣ୍ଡବାକ୍ୟ କୁହାଯିବ। ତ ଏ ବାକ୍ୟକୁ କ'ଣ ତମର କର୍ତ୍ତା ବି ଅଛି ଆଉ କ'ଣ କ୍ରିୟା ବି ଅଛି, ତଥାପି ବି ବାକ୍ୟ କ'ଣ ସମ୍ପୂର୍ଣ୍ଣ ହେଇପାରେ ନାହିଁ। ତାପରେ ଦେଖ
ପଦବିନ୍ୟାସ ଏଗୁଡ଼ାକ ତ ଆଉ ହବନି। ତ ଦେଖ ବାକ୍ୟର ପ୍ରକାର ଭେଦ କ'ଣ? ବାକ୍ୟର ପ୍ରକାର ଭେଦ। ତ ବାକ୍ୟକୁ ଆମେ ବାକ୍ୟ ରୂପକୁ ଯଦି ଦେଖିବା, ଗୋଟେ ହେଉଛି ତୁମର ଗଠନାତ୍ମକ ରୂପ, ଆଉ ଗୋଟେ ହେଉଛି ତୁମର କ'ଣ ପ୍ରକାରାତ୍ମକ ରୂପ। ତ ଗଠନାତ୍ମକ ଦୃଷ୍ଟିରୁ ବାକ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି? 4 ଭାଗରେ। ଆରି ପ୍ରକାରାତ୍ମକ ଦୃଷ୍ଟିରୁ କେତେ ଭାଗରେ ବିଭକ୍ତ କରାଯାଇଛି? 5 ଭାଗରେ। ତ ଆମେ ଦେଖିବା ପ୍ରଥମେ ଗଠନାତ୍ମକ ରୂପ। ତ ଦେଖ ଫାର୍ଷ୍ଟ ଆସୁଛି କ'ଣ? ସରଳ ବାକ୍ୟ। ସରଳ ବାକ୍ୟ ମାନେ ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ ସରଳ ବାକ୍ୟ କୁହାଯାଏ। ତ ଦେଖ ଏଠି ଗୋଟେ ମାତ୍ର ତାର ସମାପିକା କ୍ରିୟା ଥିବ, ତାହାକୁ ଆମେ କ'ଣ କହିବା? ତୁମର ସରଳ ବାକ୍ୟ ବୋଲିକି କହିବା। ଯେମିତିକି ଗୋବର୍ଦ୍ଧନ ଦରିଦ୍ରମାନଙ୍କ ସେବା କରନ୍ତି। ତ ଏଇଟା ସେବା କରିବା କ'ଣ? ଗୋଟେ କ'ଣ କ୍ରିୟା, ଗୋଟେ କ୍ରିୟା ହିଁ ଏଥିରେ ଅଛି। ଯେମିତିକି ନମିତାଙ୍କୁ ତାଙ୍କ ଘର ଲୋକେ ଭଲ ପାଆନ୍ତି। ତ ଭଲ ପାଇବାଟା ହେଉଛି ଗୋଟେ କ'ଣ କ୍ରିୟା। ତ ଏସବୁକୁ ଆମେ କ'ଣ କହିବା? ତୁମର ସରଳ ବାକ୍ୟ। ତାପରେ ଦେଖିବା ଯୌଗିକ ବାକ୍ୟ। ଯୌଗିକ ବାକ୍ୟର ଅର୍ଥ କ'ଣ? ତ ପରସ୍ପର ନିର୍ଭରଶୀଳ ଦୁଇ ବା ତତୋଧିକ ସରଳ ବାକ୍ୟର ସମାହାରରେ ଯେଉଁ ଯୋଗେ ଗଠିତ ବାକ୍ୟକୁ ଯୌଗିକ ବାକ୍ୟ କୁହାଯାଏ। ତ ଦେଖ ଏଠି କ'ଣ? ଦୁଇ ବା ତତୋଧିକ ସରଳ ବାକ୍ୟ ଯଦି ମିଶିକି ଯଦି ଗୋଟେ ବାକ୍ୟ ହୁଏ, ତାହାକୁ ଆମେ କ'ଣ କହିବା? ଯୌଗିକ ବାକ୍ୟ କହିବା। ଯେମିତିକି ଦେଖ ପବିତ୍ର ପହଞ୍ଚିଲା, ସୁଷମା ଆସିଲା, ଉଭୟ ମିଶି ପାଠ ପଢ଼ିଲେ। ଯେମିତିକି ଗୋଟେ ଲେଖାଯାଇଛି ପବିତ୍ର ପହଞ୍ଚିଲା ଗୋଟେ ହେଲା, ସୁଷମା ଆସିଲା ଗୋଟେ ହେଲା, ତାପରେ ଉଭୟ ମିଶି ପାଠ ପଢ଼ିଲେ। ଏ ଦୁଇଟା ଗୋଟେ ଗୋଟେ ସରଳ ବାକ୍ୟ। ତ 3ଟି ସରଳ ବାକ୍ୟ ମିଶିକି ଗୋଟେ କ'ଣ ଗୋଟେ ପଦରେ କ'ଣ ହେଇଛନ୍ତି? ଗୋଟେ ବାକ୍ୟରେ ମିଶିଛନ୍ତି। ଠିକ୍ ସେମିତି ଆମର କ'ଣ? ମନୋଜ ଶ୍ରେଣୀରେ ବସିଲା ମାତ୍ର ପଢ଼ିପାରିଲା ନାହିଁ। ତ ମନୋଜ ଶ୍ରେଣୀରେ ବସିଲା, ଏହା ଗୋଟେ ସରଳ ବାକ୍ୟ। ମାତ୍ର ପଢ଼ିପାରିଲା ନାହିଁ, ଏହା ଗୋଟେ ମଧ୍ୟ ସରଳ ବାକ୍ୟ। ଯେମିତି ମା ଭଲ କରି ଶିଖାଇଲେ, ଏହା ଗୋଟେ ବି ସରଳ ବାକ୍ୟ। କିନ୍ତୁ ବବିତା ରୋଷେଇ କରିପାରିଲା ନାହିଁ, ତ ଏହା ଗୋଟେ ମଧ୍ୟ ସରଳ ବାକ୍ୟ। ଯେଉଁଟାକି ଆମେ 2ଟି ସରଳ ବାକ୍ୟ ମିଶିକି କିମ୍ବା ତାଠାରୁ ଅଧିକ 3ଟି ସରଳ ବାକ୍ୟ ମିଶିଲେ ମଧ୍ୟ ଯେଉଁ ବାକ୍ୟ ହେବ ତାହାକୁ ଆମେ କ'ଣ କହିବା? ସରଳ ବାକ୍ୟ। ସରଳ ବାକ୍ୟ ନୁହଁ, ସରି, ଯୌଗିକ ବାକ୍ୟ। ତାପରେ ଦେଖିବା ଆମେ କ'ଣ? ଜଟିଳ ବାକ୍ୟ। କେଉଁ ବାକ୍ୟ? ଜଟିଳ ବାକ୍ୟ। 2 ବା ତତୋଧିକ ପରସ୍ପର ସାପେକ୍ଷ ଖଣ୍ଡ ବାକ୍ୟର ସମନ୍ୱୟରେ ଜଟିଳ ବାକ୍ୟ ଗଠିତ ହୋଇଥାଏ। ତ ଦେଖ 2 ବା ତତୋଧିକ ପରସ୍ପର ସାପେକ୍ଷ ମାନେ 2 ବା ତତୋଧିକ ସାପେକ୍ଷ ଖଣ୍ଡ ବାକ୍ୟର ଯେଉଁ ମିଶ୍ରଣରେ ଯେଉଁ ବାକ୍ୟ ଗଠିତ ହୁଏ, ତାହାକୁ ଆମେ କ'ଣ କହିବା? ଜଟିଳ ବାକ୍ୟ ବୋଲିକି କହିବା। ଯେମିତିକି ଅଜା ଯେତେବେଳେ ଘରେ ଥିଲେ ସେତେବେଳେ ଘରେ ରତନ ନଥିଲା। ତ ଦେଖ ଏଠି କ'ଣ ଲେଖା ହେଇଛି? ଯେତେବେଳେ, ସେତେବେଳେ। ଠିକ୍ ସେମିତି ଏଠି କ'ଣ ଲେଖା ହେଇଛି? ବାପା କେବେ ଆଶା କରିନଥିଲେ ଯେ ସନାତନ ଶ୍ରେଣୀରେ ପ୍ରଥମ ହେବ। ବାପା କେବେ ଆଉ ଯେ ସନାତନ ଶ୍ରେଣୀରେ ପ୍ରଥମ ହେବ, ମାନେ ବାପା କେବେ ଆଶା କରିନଥିଲେ ଯେ ସନାତନ ଶ୍ରେଣୀରେ ପ୍ରଥମ ହେବ। ତାପରେ ଏଠି କ'ଣ ଲେଖା ହେଇଛି? ଦରକାର ସମୟରେ ଯେ ସାହାଯ୍ୟ କରେ ତାହାକୁ ଉପଯୁକ୍ତ ବନ୍ଧୁ କୁହାଯାଏ। ଦରକାର ସମୟରେ ଯେ ସାହାଯ୍ୟ କରେ, ମାନେ କିଏ? ଯେ ସାହାଯ୍ୟ କରେ ତାହାକୁ କ'ଣ? ଉପଯୁକ୍ତ ବନ୍ଧୁ କୁହାଯାଏ। ତାକୁ, ଯେ ଆଉ ତାକୁ, ଏଗୁଡ଼ାକ ହେଲା। ତାପରେ କ'ଣ? କାଲିର କାମ ଯଦି ଆଜି କରୁଛ, ତେବେ ଆଜିର କାମ ଏବେ କର। ତ ଏଠି କ'ଣ ଲେଖାଛି? କାଲିର କାମ ଯଦି ଆଜି କରୁଛ, ତେବେ, ଯେଉଁ ତେବେ ଆଉ ଯେଉଁ ଯଦି, ଏଇଟା କ'ଣ କରୁଛି? ସଂଯୋଗ କରୁଛି। ତାପରେ ଦେଖିବା ଆମେ କ'ଣ? ମିଶ୍ର ବାକ୍ୟ। କେଉଁ ବାକ୍ୟ? ମିଶ୍ର ବାକ୍ୟ। ମିଶ୍ର ବାକ୍ୟ ମାନେ ଟୋଟାଲ ସମସ୍ତ ବାକ୍ୟ ମିଶିଲା ପରେ ଯେଉଁଟାକି ଆମେ କ'ଣ ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ, ମାନେ ବାକ୍ୟର ସବୁ ମିଶ୍ରଣକୁ ଆମେ କ'ଣ କହିବା? ତୁମର ମିଶ୍ର ବାକ୍ୟ। ମାନେ ସବୁ ବାକ୍ୟ ମିଶିଲା ପରେ ହିଁ ଆମର ମିଶ୍ର ବାକ୍ୟ କ'ଣ ଗଠିତ ହେବ ବା ସୃଷ୍ଟି ହେବ। ତ ଯେମିତିକି ଗୀତ ବାଜା ଓ ନାଚ ଚାଲିବା ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଯୌଗିକ ଅସମ୍ପୂର୍ଣ୍ଣ। ତ ଏଇ ଗୋଟେ କ'ଣ? ଅସମ୍ପୂର୍ଣ୍ଣ ବାକ୍ୟ। ତ ଏଠି କ'ଣ ଲେଖା ହେଇଛି? ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ, ଏହା ଗୋଟେ କ'ଣ? ସରଳ ବାକ୍ୟ। ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କଲେ, ଏହା ମଧ୍ୟ ସରଳ ବାକ୍ୟ। ତ ପ୍ରଥମ ଆଉ ଦ୍ୱିତୀୟ ଓ ତୃତୀୟ ବାକ୍ୟକୁ ଯଦି ଏକାଠି ଯଦି ମିଶିଦେବା, ତାହେଲେ ଏହାର କ'ଣ ହେବ? ଗୀତ ବାଜା ଓ ନାଚ ଚାଲିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ, ଜେଜେ ସେମାନଙ୍କୁ ଉପଯୁକ୍ତ ଚୌକିରେ ବସାଇଲେ, ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କରାଗଲା। ତ ଏଠି କ'ଣ ଲେଖାଯାଇଛି? ଏଠି ଆମର ଲେଖାଯାଇଛି କ'ଣ?
ମାନେ ଦେଖ ଏଇଟା ଗୋଟେ ବାଜିବା ସମୟରେ ଯେଉଁ ଦର୍ଶକମାନେ ଦେଖିବାକୁ ଆସିଥିଲେ ଏଗୁଡ଼ାକ ଗୋଟେ ବାକ୍ୟ ହେଲା। ତାପରେ ଏଇଟା ଜେଜେ ସେମାନଙ୍କୁ କ'ଣ କଲେ, ଉପଯୁକ୍ତ ଚୌକିରେ ବସାଇଲେ, ଏହା ଗୋଟେ ସରଳ ବାକ୍ୟ। ତାପରେ ଠିକ୍ ସେମିତି ସେମାନଙ୍କୁ ଯଥାଶକ୍ତି ଭୋଜନ ମଧ୍ୟ ପ୍ରଦାନ କରାଗଲା ବା କଲେ, ତ ଏହା ମଧ୍ୟ କ'ଣ ଗୋଟେ ସରଳ ବାକ୍ୟ। ମାନେ ତିନିଟି ସରଳ ବାକ୍ୟ ମିଶିକି କ'ଣ ଗୋଟିଏ ବାକ୍ୟରେ ମାନେ କ'ଣ ପରିଣତ ହୋଇଛନ୍ତି। ତ ଠିକ୍ ସେମିତି ଏବେ ଦେଖିବା ପ୍ରକାର୍ଯ୍ୟ ଦୃଷ୍ଟିରୁ ଆମର ବାକ୍ୟକୁ କେତେ ଭାଗ ବିଭକ୍ତ କରାଯାଇଛି। ଯେଉଁଟାକି ଆମର କ'ଣ ଗୋଟେ ହେଉଛି ତୁମର ବିବୃତ୍ତି ସୂଚକ ବାକ୍ୟ। କ'ଣ ବିବୃତ୍ତି ସୂଚକ ବାକ୍ୟ। ବିବୃତ୍ତି ସୂଚକ ବାକ୍ୟ କହିଲେ କ'ଣ ନିର୍ଦ୍ଦିଷ୍ଟ ବିଷୟ ବିବୃତ୍ତି ବା ବକ୍ତବ୍ୟ ପ୍ରକାଶ କରୁଥିବା ବାକ୍ୟକୁ ବିବୃତ୍ତି ସୂଚକ ବାକ୍ୟ କୁହାଯାଏ। ମାନେ ସାଧାରଣ ଯେମିତିକି ଏ ବର୍ଷ ପ୍ରବଳ ଶୀତ ହେଉଛି, ଏହା କ'ଣ ଗୋଟେ ବିବୃତ୍ତି ସୂଚକ ବାକ୍ୟ। ଯେମିତିକି କବିମାନଙ୍କ ମଧ୍ୟରେ ସାରଳା ଦାସ ଆଦି କବି ଅଟନ୍ତି, ଏଗୁଡ଼ାକ ମଧ୍ୟ କ'ଣ ଗୋଟେ ବିବୃତ୍ତି ବାକ୍ୟ, ବିବୃତ୍ତି ସୂଚକ। ଆଉ ଅନୁରୋଧ ବା ଆଦେଶ, ଯେଉଁଟାକି ଆମେ କାହାକୁ, ଯେଉଁଟାକି ଆମେ ଅନୁରୋଧ କରୁଛୁ କିମ୍ବା ଯାହାକୁ ଆମେ ଆଦେଶ ଦେଉଛୁ, ତ ଏଗୁଡ଼ିକ କ'ଣ ଏ ବାକ୍ୟକୁ କ'ଣ କହିବା, ଯେଉଁ ଅନୁରୋଧ ବା ଆଦେଶ କହିବା। ତ ଦେଖ ଆଜ୍ଞା ମୋତେ ଟିକିଏ ସାହାଯ୍ୟ କରନ୍ତୁ, ଏହାରେ କ'ଣ ଏଠି କ'ଣ ଲାଗିଛି, ମାନେ ଏହା ଅନୁରୋଧ କରାଯାଉଛି ଘରଟିକୁ ସଫା କରିଦିଅ, ଏଠି କ'ଣ କରାହେଉଛି ଆଦେଶ ଦିଆଯାଉଛି ଯେ ଘରଟିକୁ ସଫା କର। ଠିକ୍ ସେମିତି ପ୍ରଶ୍ନ ସୂଚକ ବାକ୍ୟ, ଯେମିତିକି ଆମେ ପ୍ରଶ୍ନ କରିବା, ତ ତମେ କେବେ ଆସିଲ, ଏହା ଗୋଟେ କ'ଣ ପ୍ରଶ୍ନ ସୂଚକ। ଆଉ ଆମେ ଦେଖିଲେ ଜାଣିପାରିବା ଯେମିତିକି ଏ ଚିହ୍ନ ଯେଉଁ ରହିଛି, ଏ ଚିହ୍ନ ଯେଉଁ ରହିଛି, ଏ ଚିହ୍ନକୁ ମଧ୍ୟ ଆମେ ଦେଖିଲେ ଜାଣିପାରିବା ଯେ ଏହା ପ୍ରଶ୍ନ ସୂଚକ ବାକ୍ୟ ନା ଅନୁରୋଧ ସୂଚକ ବାକ୍ୟ ନା ତମର କ'ଣ ବିସ୍ମୟ ସୂଚକ ବାକ୍ୟ। ବିସ୍ମୟ ସୂଚକ ମାନେ ଯେଉଁଟାକି ଆଶ୍ଚର୍ଯ୍ୟ ହେବା, ସେଇଟାକୁ ଆମେ କ'ଣ କହିବା ବିସ୍ମୟ ସୂଚକ। ବାପା ଏତେ ଟଙ୍କା ଦେଲେ, ତ ଏଇଟା ଦେଖ ଏଇ ଚିହ୍ନ ଯେଉଁ ରହିଛି, ଏଇ ଯେଉଁ ଚିହ୍ନ, ତ ଏଇ ଚିହ୍ନ ଦେଖିକି ଆମେ ଜାଣିଯିବା ଯେ ଏହା କେଉଁ ବାକ୍ୟ। ତାପରେ ଦେଖ ନାସ୍ତି ସୂଚକ ବାକ୍ୟ, ଯେଉଁଟାକି ନାହିଁ ଲାଗିଥିବ, ଯେମିତିକି ରୀତା ଦ୍ୱାରା ଏ କାମ କେବେ ବି ହେବ ନାହିଁ, ଯେଉଁଠି ନାହିଁ ଅଛି ସେଠି ଆମେ କ'ଣ ନାସ୍ତି ସୂଚକ ବାକ୍ୟ। ଯେ ଗୋଟେ ନାସ୍ତିକ ସୂଚନା, ଯେଉଁଟା ଆମକୁ ନାସ୍ତିକ ସୂଚନା ପ୍ରଦାନ କରୁଥିବ ତାହାକୁ ଆମେ ନାସ୍ତି ସୂଚକ ବାକ୍ୟ ବୋଲିକି କହିବା। ତ ଏତିକି ହିଁ ଥିଲା ଆମର ବାକ୍ୟ। ପରବର୍ତ୍ତୀ କ୍ଲାସ୍ରେ ଆମେ ଷ୍ଟାର୍ଟ କରିବା କ'ଣ ପଦ ପ୍ରକରଣ। ତ ଭିଡ଼ିଓଟି ଯଦି ଭଲ ଲାଗିଥିବ ତ ନିଜ ସାଙ୍ଗସାଥିମାନଙ୍କୁ ବହୁ ମାତ୍ରାରେ ସେୟାର କର ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖ।